ଦ୍ୱିତୀୟ ବଂଶାବଳୀ ତାର 20 ପର୍ବ 1 ରୁ 4 ପଦ ଯାଏ। ଏଠାରେ ଏପରି ଲେଖା ଅଛି, ଦ୍ୱିତୀୟ ବଂଶାବଳୀ 20 ପର୍ବ ତାର 1 ରୁ 4 ପଦ ଯାଏ, ତାପରେ 12 ପଦ ଟିକେ ପଢିବା, ତାପରେ 15 ପଦ ଗୋଟେ ପଢିବା, ତାପରେ ଆମେ 20-21 ପଢିବା। କାହିଁକିନା ଏଇଟା ଗୋଟେ ବଡ ଲମ୍ବା ଟପିକଟା, ଆମେ ସମସ୍ତେ ଜାଣିଛୁ ଏ ଟପିକଟା, ତଥାପି ବି ଆଜି ଆଉ ଥରେ ମନେ ପକେଇବା ଈଶ୍ୱରଙ୍କର ବାକ୍ୟକୁ। ଅନନ୍ତର ମୟାବ ସନ୍ତାନଗଣ ଓ ଅମନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମନୀୟ କେତେକ ଲୋକ ଜିହୋଶାଫାଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଏଥିରେ କେତେକ ଲୋକ ଜିହୋଶାଫାଟଙ୍କୁ ସମ୍ବାଦ ଦେଇ କହିଲେ, ସମୁଦ୍ର ସେ ପାରିସ୍ତ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି। ଆଉ ଦେଖନ୍ତୁ, ସେମାନେ ହତ୍ସନନ ତାମରରେ ଅଛନ୍ତି। ଏହାକୁ ଏନଗଦି କହନ୍ତି। ତହିଁରେ ଜିହୋଶାଫାଟ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ। ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ। ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଜିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ। ତାପରେ ଆମେ ପଢିବା 12 ପଦ। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କଣ କରିବାକୁ ହେବ ଏହା ଆମ୍ଭେମାନେ ଜାଣୁନାହୁଁ। କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। ତାପରେ ଆମେ 15 ପଦ ପଢିବା। ତହୁ ସେ କହିଲା, ହେ ସମଗ୍ର ଜିହୁଦା ଓ ଜେରୁସାଲମ ନିବାସୀଗଣ, ତୁମେମାନେ ଆଉ ହେ ମହାରାଜ ଜିହୋଶାଫାଟ, ତୁମେ ଶୁଣ। ସଦାପ୍ରଭୁ ତୁମମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। ଆସନ୍ତୁ ଦ୍ୱିତୀୟ ବିବରଣୀର 20 ପର୍ବ ତାର 20 ପଦ ପଢ଼ିବା। ଏ ଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରିଗଲେ। ଆଉ ସେମାନେ ଯିବା ସମୟରେ ଜିହୋଶାଫାଟ ଠିଆ ହୋଇ କହିଲେ, ହେ ଜିହୁଦା, ହେ ଜେରୁସାଲେମ ନିବାସୀଗଣ, ମୋ କଥା ଶୁଣ। ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର, ତହିଁରେ ତୁମେମାନେ ସ୍ଥିରୀକୃତ ହେବ। ତାଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମେମାନେ କୃତକାର୍ଯ୍ୟ ହେବ। ଆମେନ୍। ଏଠାରେ ଆମେ ଦେଖୁଛୁ, ଏ ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। ଏ ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର ବୋଲି ସଦାପ୍ରଭୁ ପରମେଶ୍ୱର ସେଦିନ କହୁଛନ୍ତି। ଏଟା ଏଇ ସମୟର ଘଟଣା ଅଟେ, ଯେତେବେଳେ କି ଜିହୁଦାର ରାଜା ଆସାଙ୍କର ମୃତ୍ୟୁ ହୋଇସାରିଥିଲା। ଜିହୁଦାର ରାଜା ଆସା ସେ ମରିଯାଇଥିଲେ, ତାଙ୍କର ମୃତ୍ୟୁ ହୋଇସାରିଥିଲା, କିନ୍ତୁ ତାଙ୍କର ପୁଅ ସେଇ ସମୟରେ ଜିହୁଦା ଉପରେ ରାଜତ୍ୱ କରୁଥିଲେ। ତାଙ୍କ ପୁଅ ହଉଛନ୍ତି ଜିହୋଶାଫାଟ। ଆଉ ଜିହୋଶାଫାଟ ଗୋଟେ ଜଣେ ଧର୍ମୀ ରାଜା ଥିଲେ, ଧର୍ମୀ ରାଜା ଥିଲେ। କାହିଁକି ନା ଆମେ ଜାଣିଛୁ, ବାକ୍ୟରେ ଲେଖା ଅଛି ତାଙ୍କର ବିଷୟରେ ଅନେକ ବିଷୟ, ଯାହା ଦ୍ୱାରା ଆମେ ଜାଣିପାରୁଛୁ ସେ ଗୋଟେ ଧର୍ମୀ ରାଜା ଥିଲେ। ସେ ତାଙ୍କର ରାଜତ୍ୱ ସମୟରେ ଅନେକ କିଛି ବହୁତ ଭଲ କାମ କରିଥିଲେ, ଯୋଉଟା କି ଆମେ ଯେତେବେଳେ ଦ୍ୱିତୀୟ ବଂଶାବଳୀ ତାର 17:9 ଲେଖା ଅଛି, ଦ୍ୱିତୀୟ ବଂଶାବଳୀ ତାର 17:9 ପଦରେ ଲେଖା ଅଛି, ସେଥିରୁ ଆମେ ଜାଣୁଛୁ ଯେ ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକ ସଙ୍ଗରେ ନେଇ ଜିହୁଦା ଦେଶରେ ଶିକ୍ଷା ଦେଲେ। ଆଉ ସେମାନେ ଜିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ। ସେ ରାଜା କେତେ ଭଲ ଯେ ସେ ବ୍ୟବସ୍ଥା ପୁସ୍ତକକୁ ଜିହୁଦା ଦେଶରେ ଶିକ୍ଷା ଦେଲେ। ମାନେ ଆମମାନେ ଯେମିତି ଆଜି ଚର୍ଚ୍ଚ ଗୁଡାରେ ସଣ୍ଡେ ସ୍କୁଲ କରାହଉଛି, ସେମିତି ରାଜା
ବ୍ୟବସ୍ଥା ପୁସ୍ତକ ସାଙ୍ଗରେ ନେଇ ଜିହୁଦା ଦେଶରେ ଶିକ୍ଷା ଦେଲେ। ଆଉ ଶିକ୍ଷା ଦେବା ପାଇଁ ନଗରେ ନଗରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ। କୋଉମାନେ? ସେ ଲୋକମାନଙ୍କୁ ଆପଏଣ୍ଟମେଣ୍ଟ ଦେଲେ। ଆଉ ସେଇ ଲୋକମାନେ ସବୁ ସହରରେ ଲୋକମାନଙ୍କୁ ସଦାପ୍ରଭୁଙ୍କର ଭୟ ବିଷୟ ଶିକ୍ଷା ଦେଲେ। ତ ଆମେ ଜାଣୁଛୁ ସେ କେତେ ସଦାପ୍ରଭୁଙ୍କୁ ଭଲ ପାଉଥିଲେ, ଆଉ ଜିହୁଦାବାସୀଙ୍କୁ ମଧ୍ୟ ସଦାପ୍ରଭୁଙ୍କୁ ଭୟ କରିବା ଶିଖଉଥିଲେ। ସେଠୁ ଆମେ ଦେଖୁଛୁ ଯେ ସେ କେମିତି, ଆମେ ତାପରେ ଯେତେ ତାଙ୍କ ବିଷୟରେ ଲେଖା ହେଇଛି ଆଗରୁ ଆମେ ପଢିବା, ଜାଣିବା ଯେ ସେ କେମିତି ତାଙ୍କ ରାଜତ୍ୱ ସମୟରେ ଜିହୁଦା ମଧ୍ୟରେ ଯୋଉ ଉଚ୍ଚସ୍ଥଳୀ ଗୁଡା ଥିଲା, ଆସେରା ମୂର୍ତ୍ତି ଗୁଡା ଥିଲା, ସେ ସବୁ ସେ ଦୂର କରିଦେଇଥିଲେ, ଯୋଉଟା କି ପ୍ରଭୁ ଭଲ ପାଆନ୍ତିନି। ସେଥିପାଇଁ ସେ ସବୁ ଦୂର କରି ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦଉଥିଲେ, ଆଉ ଜିହୁଦାବାସୀଙ୍କୁ ମଧ୍ୟ ପ୍ରଭୁଙ୍କ ପଥରେ ନେଉଥିଲେ। ରାଜା ଜିହୋଶାଫାଟ ଅଧିପତି ମାନଙ୍କୁ ଆପଏଣ୍ଟମେଣ୍ଟ କରିଛନ୍ତି ଆମେ ଦେଖୁଛୁ। ଆମେ ଯେତେବେଳେ ପଢିବା ତା ତଳକୁ ତଳକୁ ସେ ଆପଏଣ୍ଟମେଣ୍ଟ କରିଥିଲେ ଲୋକମାନଙ୍କୁ, ଯେମିତି ଜିହୁଦା ଦେଶରେ ସଦାପ୍ରଭୁଙ୍କର ବ୍ୟବସ୍ଥା ପୁସ୍ତକ ଅନେକଙ୍କୁ ଶିକ୍ଷା ଦେବା ପାଇଁ ଆପଏଣ୍ଟମେଣ୍ଟ କରିଥିଲେ। ଯେତେବେଳେ ଆମେ ସେଇ ଆଉ ଜିହୋଶାଫାଟର ଯେତେବେଳେ ଆମେ ଆଗକୁ ଆଗକୁ ପଢିବା, ସେଠି ଆମେ ଦେଖିପାରିବା ଯେ ଜିହୋଶାଫାଟ ତାଙ୍କ ବାପା ଯୋଉ ଆଶାଙ୍କର ପଥରେ ଚାଲିଲେ। ଆଶା ଯେମିତି ଧର୍ମୀ ରାଜା ଥିଲେ, ସେ ବି ସେ ତାଙ୍କ ପଥରେ ଚାଲିଲେ, ଆଉ ପ୍ରଭୁଙ୍କର ପଥରୁ ବିମୁଖ ହେଲେ ନାହିଁ, ଆଉ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କରିଲେ। ତାପରେ ଆମେ ଦେଖୁଛୁ ଏଠିର ଘଟଣା। ଏଠି ଆମେ ଦେଖୁଛୁ ଯେତେବେଳେ 20 ପଦରେ ଆମେ ଯୋଉ ପଢିଲୁ, ଆମେ ଦେଖୁଛୁ ଯେ ଦିନେ ଗୋଟେ ଖବର ଆସୁଛି ତାଙ୍କ ପାଖକୁ। କିଛି ଲୋକ ଆସୁଛନ୍ତି, କେତେକ ଲୋକ ଆସିକି ଜିହୋଶାଫାଟଙ୍କୁ ଗୋଟେ ମେସେଜ ଦଉଛନ୍ତି କି ଗୋଟେ ବୃହତ ସେନା ଦଳ ଜିହୋଶାଫାଟଙ୍କ ବିରୁଦ୍ଧରେ ଆସୁଛନ୍ତି ଯୁଦ୍ଧ ପାଇଁ। ଆମେ ଦେଖୁଛୁ କୋଉମାନେ ଆସୁଥିଲେ? ମୋୟାବ ସନ୍ତାନ ମାନେ ଆସୁଥିଲେ, ଅମନ ସନ୍ତାନ କଣ ଆସୁଥିଲେ, ଆଉ ସେମାନଙ୍କ ସାଙ୍ଗେ ଅମନ୍ୟର କେତେକ ଲୋକ ଜିହୋଶାଫାଟର ଏଗେନଷ୍ଟରେ ଯୁଦ୍ଧ କରିବା ପାଇଁ ଗୋଟେ ବିରାଟ ସୈନ୍ୟ ଦଳ ଆସୁଥିଲେ। ଏଇ ସବୁ ବିଷୟ ଯେତେବେଳେ ମେସେଜ ଶୁଣିଲେ, ସେତେବେଳେ ଆମେ ଯେତେବେଳେ 20:3 ଦେଖୁଛୁ ଜିହୋଶାଫାଟ ଭୀତ ହେଲେ। ମଣିଷ ସେ ରାଜା ହେଲେ ବି ସେଇ ମଣିଷ ତ, ମନରେ ଭୟ ଆସିଲା, ସେ ଭୟ ପାଇଲେ, ଡରିଗଲେ। ଯେତେବେଳେ ଭୟ ପାଇଲେ, ସେ ପ୍ରଥମ ଭୟ କରିକି ସୈନ୍ୟ ସାମନ୍ତ ରେଡି କଲେନି, କି ଅନ୍ୟ ରାଜା ମାନଙ୍କର ସାହାଯ୍ୟ ନେବା ପାଇଁ ଇଚ୍ଛା କଲେନି, ଦୌଡିଗଲେନି। ନା ମନ୍ତ୍ରିମଣ୍ଡଳକୁ ଡାକିକି ମନ୍ତ୍ରିମଣ୍ଡଳର ବୈଠକ ବସେଇକି ମନ୍ତ୍ରୀ ମାନଙ୍କର ପରାମର୍ଶ ଆଗେ ନେଲେନି। ସେ କି କୌଣସି ଖଣ୍ଡା କି ଯୁଦ୍ଧ ଅସ୍ତ୍ରଶସ୍ତ୍ର, ଘୋଡା ଏଗୁଡା ରେଡି କଲେ ନାହିଁ। କିନ୍ତୁ ଆମେ ଦେଖୁଛୁ ଯେତେବେଳେ ଆମେ 3 ଆଉ 4 ପଢୁଛୁ, ସେତେବେଳେ ଦେଖୁଛୁ ଯେ ସେ ଇମିଡିଏଟ ସଦାପ୍ରଭୁଙ୍କର ଶରଣ ନଉଛନ୍ତି, ସଦାପ୍ରଭୁଙ୍କ ପାଖକୁ ଦୌଡୁଛନ୍ତି, ଆଉ ତାଙ୍କ ପାଖରେ ପ୍ରାର୍ଥନା ଓ ଉପବାସ କରିବାକୁ ନିଜେ ବି କରୁଛନ୍ତି, ଆଉ ଦେଶବାସୀଙ୍କୁ ବି ଆହ୍ୱାନ ଦଉଛନ୍ତି, ଆସ, ସମସ୍ତେ ଆସ, ଆମେ ଏକାଠି ହେଇଯିବା, ପ୍ରାର୍ଥନା କରିବା, ପ୍ରଭୁଙ୍କଠୁ ସାହାଯ୍ୟ ମାଗିବା, ଫାଷ୍ଟିଂ କରିବା, ଆଉ ପ୍ରଭୁଙ୍କଠୁ ସାହାଯ୍ୟ ମାଗିବା। ସେଇ ସମୟରେ ରାଜା ଜିହୋଶାଫାଟ ସଦାପ୍ରଭୁଙ୍କୁ କହୁଛନ୍ତି କି ଆମେ କଣ କରିବୁ ଆମମାନଙ୍କୁ ଜଣା ନାହିଁ। ଆମେ ଯେତେବେଳେ 20:12 ପଢୁଛୁ, ସେତେବେଳେ ସେଠି ଲେଖା ହେଇଛି, କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କଣ କରିବାକୁ ହେବ ଏହା ଆମେମାନେ ଜାଣୁନାହୁଁ, କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। କେତେ ମହାନ ରାଜା ସେ, କେତେ ଧର୍ମୀ ରାଜା ସେ, କେତେ ସଦାପ୍ରଭୁଙ୍କୁ ଭୟ କରୁଥିଲେ, ସଦାପ୍ରଭୁଙ୍କୁ ସେ କେତେ ଡିପେଣ୍ଡ କରୁଥିଲେ। ଏଠୁ ଆମେ ଦେଖୁଛୁ ସେ କଣ କରୁଛନ୍ତି, ସେ କହୁଛନ୍ତି ଆମର ପରାକ୍ରମ ନାହିଁ, ଆମର କୌଣସି ପରାକ୍ରମ ନାହିଁ ଏ ବୃହତ ଦଳ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ। ପ୍ରଭୁଙ୍କ ପାଖରେ ସେ ସରେଣ୍ଡର କରୁଛନ୍ତି, ପ୍ରଭୁ ଆମକୁ କଣ କରିବାକୁ ହବ ବି ଆମେ ଜଣା ନାହିଁ, ଏ ଯୁଦ୍ଧ ଯୋଉ ରାଜା ବିରୁଦ୍ଧରେ ଯୋଉ ଲୋକ ଆସୁଛନ୍ତି, ସେମାନଙ୍କ ଏଗେନଷ୍ଟରେ ମୁଁ ଯୁଦ୍ଧ କରିବା ପାଇଁ ମୋର କିଛି ଜ୍ଞାନ ନାହିଁ, ମୋର ପରାକ୍ରମ ନାହିଁ, ମୁଁ କଣ କରିବି ବି ମତେ କିଛି ଜଣା ନାହିଁ, କିନ୍ତୁ ମୁଁ ଏତିକି ଜାଣିଛି ଯେ ଆମମାନଙ୍କର ଦୃଷ୍ଟି ତୁମ ଉପରେ ଅଛି, ସଦାପ୍ରଭୁଙ୍କ ଉପରେ ମୋର ଦୃଷ୍ଟି ଅଛି ବୋଲି କହୁଛନ୍ତି। କେତେ ବଡ କଥା ସେ କହୁଛନ୍ତି, କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ଅଛି। ମାନେ ନିଜେ ଜିହୁଦାବାସୀ ସମସ୍ତେ ସଦାପ୍ରଭୁଙ୍କର ଭୟକୁ ଜାଣୁଥିଲେ, ସମସ୍ତଙ୍କୁ ସଦାପ୍ରଭୁଙ୍କୁ ଭୟ କରୁଥିଲେ, କାହିଁକି ବ୍ୟବସ୍ଥା ପୁସ୍ତକ ସମସ୍ତଙ୍କ ପାଖରେ ପହଞ୍ଚିଥିଲା, ସଦାପ୍ରଭୁଙ୍କୁ ଭୟ କରିବା ସେମାନେ ଶିଖିଥିଲେ, ଆଉ ସେଥିପାଇଁ ସେମାନେ ସଦାପ୍ରଭୁଙ୍କୁ ଦୃଷ୍ଟି କଲେ। ସେଇ ସମୟରେ ସଦାପ୍ରଭୁ
ସେମାନଙ୍କର ପ୍ରାର୍ଥନାର ଉତ୍ତର ଦଉଛନ୍ତି। ଯେତେବେଳେ ଆମେ ପଢିବା 14 ପଢିବା ସେତେବେଳେ ଜଣା ପଡିବ। ଆମେ ଲେଖା ହେଇଛି ପଢିବା ଆମେ ଜାଣିପାରିବା ସଦାପ୍ରଭୁ ଜହସିଏଲ ନାମକ ଗୋଟେ ଲେବୀୟ ଲୋକଙ୍କର ମୁଖ ଦେଇ କଥା କହୁଛନ୍ତି। ପ୍ରଭୁ ସେତେବେଳେ ଲେବୀୟ ମାନେ ଯାଜକ କାର୍ଯ୍ୟ କରୁଥିଲେ। ସେମିତି ଲେବୀୟ ଲୋକ ଗୋଟେ ଜହସିଏଲ ବୋଲି ଜଣେ ଥିଲେ। ତାଙ୍କ ଦ୍ଵାରା ସଦାପ୍ରଭୁ ଏମାନଙ୍କ ସହିତ କଥା କହୁଛନ୍ତି, ଯହୂଦାବାସୀ ସାଙ୍ଗେ ଆଉ ଜିହୋଶାଫଟଙ୍କ ସାଙ୍ଗରେ। ସଦାପ୍ରଭୁ ପରମେଶ୍ୱର କହୁଛନ୍ତି ଯେ ଏଇ ଯୋଉ ମହାଜନତା ତମ ବିରୁଦ୍ଧରେ ଯୋଉ ଆସୁଛନ୍ତି ଯୁଦ୍ଧ କରିବା ପାଇଁ, ତା ସକାଶୁ ତମାନେ ଭୟ କର ନାହିଁ କି ନିରାଶ ବି ହୁଅ ନାହିଁ। କାରଣ ଏଇ ଯୁଦ୍ଧ ତୁମ ମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। ହାଲେଲୁୟା। ପ୍ରଭୁ କେତେ ବଡ, ମାନେ ଆମମାନଙ୍କର କେତେ ମହାନ ପରମେଶ୍ୱର। ସେ କେତେ ବଢିଆ ସାନ୍ତ୍ୱନାର ବାକ୍ୟ, ଯୋଉ ସାନ୍ତ୍ୱନାର ବାକ୍ୟ ଗୋଟେ ବିଜୟ ଦେବାର ବାକ୍ୟ। ସେ କହୁଛନ୍ତି ତମେ କିଛି ଟେନସନ ନେବା ଦରକାର ନାହିଁ, ତମେ କୌଣସି ହତାଶ ନିରାଶ ହେବା ଦରକାର ନାହିଁ, ଭୟ ବି କରିବା ଦରକାର ନାହିଁ। ଏଇ ଯୁଦ୍ଧଟା ମୋର। କାହିଁକି ନା ଯେତେବେଳେ ସରେଣ୍ଡର ସେମାନେ ପ୍ରଭୁଙ୍କ ପାଖରେ କରିଛନ୍ତି, ନିଜକୁ ନମ୍ର କରି ପ୍ରାର୍ଥନା କରି ଫାଷ୍ଟିଂ କରି ଯେତେବେଳେ ସେମାନେ ଜିହୋଶାଫଟ ଆଉ ଯହୂଦାବାସୀ ସଦାପ୍ରଭୁଙ୍କ ନିକଟରେ ସରେଣ୍ଡର କରୁଛନ୍ତି ନିଜକୁ, ସେତେବେଳେ ସଦାପ୍ରଭୁ ସେମାନଙ୍କ ହୃଦୟର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି। ଆଉ ସଦାପ୍ରଭୁ ସେମାନଙ୍କୁ ଗୋଟେ ପ୍ରମିସ କରୁଛନ୍ତି, ଟେନସନ ନିଅନି, ହତାଶ ହୁଅନି, ଭୟ ବି କରନି। ଏଇ ଯୁଦ୍ଧ ସଦାପ୍ରଭୁଙ୍କର। ଏଇ ଯୁଦ୍ଧ ତୁମ୍ଭ ମାନଙ୍କର ନୁହେଁ। ଏଠି ଲେଖା ହେଇଛି 15ରେ, ଏଇ ଯୁଦ୍ଧ ତୁମ୍ଭ ମାନଙ୍କର ନୁହେଁ ମାତ୍ର ପରମେଶ୍ୱରଙ୍କର। ଯେତେବେଳେ ମୋ ଉପରେ ତୁମମାନେ ସରେଣ୍ଡର କରିଛ, ଏଇ ଯୋଉ ଯୁଦ୍ଧ ତୁମ ମାନଙ୍କର ଆଉ ନାହିଁ, ମୁଁ ତୁମ ପାଇଁ ଯୁଦ୍ଧ କରିବି। ଏଇ ଯୁଦ୍ଧ ମୋର। ତାପରେ ଯେତେବେଳେ ଆମେ ଆଗକୁ ପଢିବା, ଆମେ ସେ କହୁଛନ୍ତି 17ରେ ପଢିବା, ଯେତେବେଳେ ଜାଣିପାରିବା ଯେ ସେ କହୁଛନ୍ତି ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ବି ଆବଶ୍ୟକ ନାହିଁ। କହୁଛନ୍ତି ସେ କହୁଛନ୍ତି ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମମାନଙ୍କର ଆବଶ୍ୟକ ହେବ ନାହିଁ। କହୁଛନ୍ତି ତମେ ଯୁଦ୍ଧ କରିବା ଯିବାକୁ ବି ପଡିବନି, ତମେ ଚିନ୍ତା କରନି। ପ୍ରଭୁ କହିନାହାନ୍ତି ଯେ ରେଡି ହୁଅ, ମୁଁ ତମକୁ ସାହାଯ୍ୟ କରିବି, ତମେ ଯାଅ। ନାଇଁ, ଯୁଦ୍ଧ କରିବାକୁ ବି ତମର ପଡିବ ବି ନାହିଁ। କହୁଛନ୍ତି କେତେ ବଡ ଆସୁରାନ୍ସ ଦଉଛନ୍ତି ସେ। ଏ ଲଢେଇ ବା ଏ ଯୁଦ୍ଧ ତୁମମାନଙ୍କୁ ଲଢିବାକୁ ପଡିବ ନାହିଁ। କହୁଛନ୍ତି ତୁମମାନେ କେବଳ କଣ ରହିବା ପାଇଁ, ସେ 17ରେ ଲେଖା ହେଇଛି, ସେ କହୁଛନ୍ତି ଏଠି ତୁମେ ମାନେ ସୁସ୍ଥିର ହୁଅ। ସେ କହୁଛନ୍ତି କେବଳ ତୁମେ ମାନେ ସୁସ୍ଥିର ରହି ଦେଖ ସଦାପ୍ରଭୁ କେମିତି ତୁମମାନଙ୍କୁ ଉଦ୍ଧାର କରିବେ। କାରଣ ସଦାପ୍ରଭୁ ସେଇଦିନ ଜିହୋଶାଫଟଙ୍କ ସହିତ ଥିଲେ, ଜିହୁଦାବାସୀଙ୍କ ସହିତ ଥିଲେ। ପରମେଶ୍ୱର ଜିହୋଶାଫଟକୁ ସୈନ୍ୟ କି ଅସ୍ତ୍ର ଶସ୍ତ୍ର ରେଡି କର କହିନାହାନ୍ତି, ଅଶ୍ଵ ରେଡି କର କହିନାହାନ୍ତି, ଅନ୍ୟ ରାଜାର ହେଲ୍ପ ନେଇ ଆସ କହୁନାହାନ୍ତି, କି ଯୁଦ୍ଧ କରିବା ପାଇଁ ରେଡି ହେଇଯାଅ କହୁନାହାନ୍ତି। ଖାଲି କହୁଛନ୍ତି ବିଶ୍ୱାସରେ ସ୍ଥିର ରୁହ। ବିଶ୍ୱାସରେ ସ୍ଥିର ରହିବାକୁ ସେ କହୁଛନ୍ତି। ଜିହୋଶାଫଟ ସଦାପ୍ରଭୁଙ୍କର କଥା ଶୁଣିଲେ। ସଦାପ୍ରଭୁଙ୍କର କଥା ଜିହୋଶାଫଟ ଶୁଣିଲେ। ଯେତେବେଳେ ଜହସିଏଲଙ୍କ ମୁଖ ଦେଇ ସଦାପ୍ରଭୁ କଥା କହିଲେ, ଜିହୋଶାଫଟ ସଦାପ୍ରଭୁଙ୍କର କଥା ଶୁଣିଲେ। ଆଉ ସେମାନେ ସମସ୍ତେ, ଆମେ 18 ପଦରେ ଦେଖୁଛୁ, ସମସ୍ତେ ମୁହଁ ମାଡି ପ୍ରଣାମ କରୁଛନ୍ତି ସଦାପ୍ରଭୁଙ୍କୁ। କେତେ ବିଶ୍ୱାସ, ସେମାନେ ସାନ୍ତ୍ୱନା ପାଇଲେ। ସେମାନଙ୍କର ବିଶ୍ୱାସ ଦୃଢ ହେଇଗଲା କି ତାଙ୍କ ସାଙ୍ଗରେ ସଦାପ୍ରଭୁ ଅଛନ୍ତି, ଯୁଦ୍ଧ କରିବାକୁ ପଡିବ ନାହିଁ, ଆମ ପାଇଁ ପ୍ରଭୁ ଲଢୁଛନ୍ତି, ଆମେ ଖାଲି କେବଳ ବିଶ୍ୱାସରେ ସୁସ୍ଥିର ରହିବା। ତାପରେ ଆମେ ଦେଖୁଛୁ ନେକ୍ସଟ ଡେ ଅତି ଭୋର ସକାଳୁ ଉଠି ଯାଉଛନ୍ତି ସମସ୍ତେ। ରାଜା ଜିହୁଦାବାସୀ ସମସ୍ତେ କୁଆଡେ ଯାଉଛନ୍ତି? ତୋକୟା ପ୍ରାନ୍ତର ଆଡକୁ ଯାଉଛନ୍ତି। କାହିଁକି ନା ସେଇ ଆଡୁ ହିଁ ମହାଜନତା, ମହାସୈନ୍ୟ ଦଳ ଆସୁଛନ୍ତି, ଗ୍ରୁପ ଅଫ ସୋଲଜର୍ସ। ଯୋଉ ମୟାବ ସନ୍ତାନ ଗଣ, ଅମୋନିୟ ସନ୍ତାନ ଗଣ, ତାପରେ ଅମୋନିୟ କେତେକ ଲୋକ, ଏମାନେ ଯୋଉ ଆସୁଛନ୍ତି ୟାଙ୍କ ଏଗେନଷ୍ଟରେ, ସେ ତୋକୟା ପ୍ରାନ୍ତର ଆଡକୁ ଏମାନେ ବାହାରି ଯାଉଛନ୍ତି। ପ୍ରଭୁ କହିଛନ୍ତି ଯୁଦ୍ଧ କରିବା ଦରକାର ନାହିଁ, କିନ୍ତୁ ପ୍ରଭୁଙ୍କର ଡାଇରେକ୍ସନ, ଏମାନେ ସେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି। ଯୁଦ୍ଧ କରିବା ଅଭିପ୍ରାୟରେ ନାହିଁ, ସେମାନେ ଯାଉଛନ୍ତି ପ୍ରଭୁଙ୍କର ଡାଇରେକ୍ସନ ମାନିକି ସେ ଯୁଦ୍ଧ କ୍ଷେତ୍ର ଆଡେ ଯାଉଛନ୍ତି। ଯୁଦ୍ଧ କରିବା ରାସ୍ତାରେ ସେମାନେ ଯୁଦ୍ଧ କରିବା ଅଭିପ୍ରାୟରେ ଯାଉନଥିବେ, କିନ୍ତୁ ସଦାପ୍ରଭୁ ଜୟ ଦେବାକୁ ଯାଉଛନ୍ତି, ସେଥିପାଇଁ ସେ ପ୍ରାନ୍ତର ପାଖକୁ ସେମାନଙ୍କୁ ପହଞ୍ଚିବାକୁ ପଡିବ। ଏଠି ଆମେ ଯେତେବେଳେ ଦେଖୁଛୁ 20 ପଦରେ ଆମେ ଦେଖୁଛୁ ଯେ ଜିହୋଶାଫଟ ସେମାନଙ୍କ ମଧ୍ୟରେ ଠିଆ ହଉଛନ୍ତି। ସେଇ ଯୋଉ ଜିହୁଦାବାସୀ
ଏତେ ବଡ ସୈନ୍ୟ ଦଳ ଥିବେ, ତାଙ୍କ ରାଜ୍ୟର ସବୁ ଦେଶବାସୀ ମାନେ ତାଙ୍କର ଜିହୁଦାର ସମସ୍ତେ ଦେଶବାସୀ ଥିବେ। ସେଠି ସେ ଠିଆ ହେଇକି ଗୋଟେ କଥା କହୁଛନ୍ତି, ସଦାପ୍ରଭୁ ତୁମଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେ ମାନେ ସ୍ଥିରୀକୃତ ହବ। 20ରେ ଲେଖା ହେଇଛି ସଦାପ୍ରଭୁ ତୁମଙ୍କର ପରମେଶ୍ୱର, ତାଙ୍କ ଠାରେ ବିଶ୍ୱାସ କର, ତହିଁରେ ତୁମମାନେ ସ୍ଥିରୀକୃତ ହୁଅ। କେହି ବିଚଳିତ ହବନି, ସମସ୍ତେ ସ୍ଥିର ଭାବରେ ବିଶ୍ୱାସରେ ଦୃଢ ରହ। ତୁମ ପାଇଁ ସଦାପ୍ରଭୁ ଯୁଦ୍ଧ କରୁଛନ୍ତି। ଆଉ ପ୍ରଭୁଙ୍କର ସେ ପ୍ରମିସକୁ ବିଶ୍ୱାସ କରୁଛନ୍ତି। ଯେତେବେଳେ ତକୋଆ ପ୍ରାନ୍ତରକୁ ଯାତ୍ରା କରିବା ସମୟରେ ଆମେ ଯେତେବେଳେ ପଢୁଛୁ, ଆମେ 21ରେ ଲେଖା ହେଇଛି ଦେଖୁଛୁ ଯେ ସବୁଠୁ ଆଗରେ ସୈନ୍ୟ ଦଳ ଯାଉନାହାନ୍ତି, ସେ ସୋଲଜର ଆଗେ ଆଗେ ଯାଉନାହାନ୍ତି, ଘୋଡା ରଥ ଆଗ ଆଡେ ଯାଉନାହାନ୍ତି, କିନ୍ତୁ ଆରାଧନା ଦଳ ଆଗେ ଆଗେ ଯାଉଛନ୍ତି, ୱାର୍ସିପିଂ ଗ୍ରୁପ ଯାଉଛନ୍ତି ଆଗେ ଆଗେ। ସେମାନେ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା ଗୀତ ଗାଇ ଗାଇ ଯାଉଛନ୍ତି। ଆଉ ସେମାନେ କଣ ଗାଉଥିଲେ? ଲେଖାହେଇଛି 21ରେ ଲେଖାହେଇଛି, ଧର୍ମ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ। ରାଜା କଣ କଲେ? ପରମେଶ୍ୱରଙ୍କର ଧନ୍ୟବାଦ କର, ଆଉ ତାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି ଗାଇ ଗାଇ ଚାଲ। ସେତେବେଳେ ସେମାନେ ଗୀତ ଗାଉଥିବେ, ନିଶ୍ଚୟ ସେମାନେ ଗାଉଥିବେ ତାଙ୍କର ପୁରୁଣା ଯେତେ ତାଙ୍କର ପ୍ରିୟଜନଙ୍କ ଠାରୁ ଶୁଣିଥିବେ, ଆଉ ଯେତେ ବ୍ୟବସ୍ଥାରେ ଲେଖା ହେଇଛି ବିଷୟ ଶୁଣିଥିବେ, ଈଶ୍ୱରଙ୍କର କାର୍ଯ୍ୟ, ମହାନ ଅଦ୍ଭୁତ କାର୍ଯ୍ୟ, ଆଶ୍ଚର୍ଯ୍ୟ କାର୍ଯ୍ୟ, ସେଇ ସବୁ କେମିତି ତୁମେ ସୁଖସାଗର ପାର କଲ, ଆମମାନଙ୍କୁ କେମିତି ଜର୍ଦ୍ଦନ ନଦୀ ପାର କଲ, କେମିତି ମାନା ଦେଲେ ପୂର୍ବପୁରୁଷ ମାନଙ୍କୁ, ଏସବୁ ବିଷୟ କହି କହି ଧନ୍ୟବାଦ ଦେଇ ଦେଇ ପ୍ରଶଂସା କରି କରି ସେ ୱାର୍ସିପିଂ ଗ୍ରୁପ ଯାଉଛନ୍ତି। ସେ ୱାର୍ସିପିଂ କରିବା ପାଇଁ ସେମାନଙ୍କ ମଧ୍ୟରେ ମଧ୍ୟ ସଦାପ୍ରଭୁ ଜିହୋଶାଫାଟ ସଦାପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ଲୋକ ଆପଏଣ୍ଟମେଣ୍ଟ କରିଥିଲେ କି ତୁମେ লিডিং କରି କରି ୱାର୍ସିପିଂ କରି କରି ଚାଲ ବୋଲି ଆଗକୁ ପଠଉଛନ୍ତି। ଯେତେବେଳେ ସେମାନେ ଧନ୍ୟବାଦ ପ୍ରଶଂସା କରି କରି ଆରାଧନା କରି କରି ସଦାପ୍ରଭୁଙ୍କର ଆରାଧନା କରି କରି ସେମାନେ ତୋକୟା ପ୍ରାନ୍ତରକୁ ଯାଉଛନ୍ତି, ଆରାଧନା କରୁଛନ୍ତି, ସେଇ ସମୟରେ ପରମେଶ୍ୱର ସେଇ ଶତ୍ରୁଗଣ ଯୋଉ ଆସୁଥିଲେ, ସେଇ ଗ୍ରୁପ ଅଫ ଯୋଉ ସୋଲଜର୍ସ ମାନଙ୍କ ମଧ୍ୟରେ ଗୋଟେ ଭ୍ରମ ସୃଷ୍ଟି କରିଦଉଛନ୍ତି। କାହିଁକିନା ସେ କଥା ଦେଇଛନ୍ତି, ତୁମକୁ ଯୁଦ୍ଧ କରିବାକୁ ପଡିବନି, ଏଇ ଯୁଦ୍ଧ ତୁମ୍ଭର ନୁହେଁ, ମୋର ପ୍ରଭୁଙ୍କ ଦ୍ଵାରା ସବୁ ସମ୍ଭବ। ସେ ଗ୍ରୁପ ଅଫ ସୋଲଜର ଏତେ ଅନ୍ୟ ଦେଶର ସେମାନେ ମିଶିକି ଆସୁଥିଲେ, ଏକ ମନ ହେଇ ଆସୁଥିଲେ। ସେଇ ଯୋଉ ଗ୍ରୁପ, ସେମାନଙ୍କ ଭିତରେ ସଦାପ୍ରଭୁ ଭ୍ରମ ସୃଷ୍ଟି କରିଦଉଛନ୍ତି। ଆଉ ସେଇ ଯୋଉ ଗ୍ରୁପ ଅଫ 3 ଜଣ ସେଇ ଶତ୍ରୁ ଦଳ, ସେମାନଙ୍କ ଭିତରେ ଏକ ଆରେକ ବିରୁଦ୍ଧରେ ସେମାନେ ଯୁଦ୍ଧ କରିବା ଷ୍ଟାର୍ଟ କରିଦେଇଛନ୍ତି, ଏକ ଆରେକ ବିରୁଦ୍ଧରେ ଲଢେଇ କରିବା ଷ୍ଟାର୍ଟ କରିଦେଇଛନ୍ତି। ଆଉ ସେଇ ଶତ୍ରୁ ସୈନ୍ୟ ଦଳ ସେମାନେ ଏକ ଆରେକ ସାଙ୍ଗରେ ଯୁଦ୍ଧ କରିକି ସମସ୍ତେ ମରିଗଲେ। ଆମେ ଯେତେବେଳେ ଦେଖିବା 24ର ତଳ ଲାଇନରେ, ଲାଷ୍ଟ ଲାଇନରେ ଲେଖା ହେଇଛି, ଆଉ ଦେଖ ସେମାନେ ମୃତ ଶରୀର ହୋଇ ଭୂମିରେ ପଡିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି। ଯେତେବେଳେ ଜିହୋଶାଫାଟ ତାଙ୍କର ସୈନ୍ୟ ଦଳ, ତାଙ୍କର ଆରାଧନା ଦଳ, ତାଙ୍କର ସମସ୍ତ ଜିହୁଦାବାସୀ ଯେତେବେଳେ ପହଞ୍ଚୁଛନ୍ତି ଯୁଦ୍ଧ କ୍ଷେତ୍ରକୁ, ତୋକୟା ପ୍ରାନ୍ତରକୁ, ସେତେବେଳେ ଆଉ କୌଣସି ଯୁଦ୍ଧ ବାକି ନାହିଁ। ପରମେଶ୍ୱର ତା ଆଗରୁ ବିଜୟ ଦେଇ ସାରିଛନ୍ତି। ଏଥିରୁ ଆମେ ଆଜି କଣ ଦେଖିବା? ଏଥିରୁ ଆଜିର ବାକ୍ୟ ଆମମାନଙ୍କୁ ଉତ୍ସାହ ଦିଏ। ଆଜିର ବାକ୍ୟ, ପରମେଶ୍ୱର ସେଦିନ ତାଙ୍କୁ ଏଇ ସବୁ ଜିହୋଶାଫାଟଙ୍କ ଜୀବନରୁ ଆମକୁ ଏଇ ସବୁ ବିଷୟ ଶିଖିବାର ଅଛି। ଯଦି ଆମମାନେ ଆଜି ଜୀବନରେ କୌଣସି ଯୁଦ୍ଧରେ ଅଛୁ, ଆମେ ଏଇ ଜାଗତିକ ଜୀବନରେ, ଆମର ତ କୌଣସି ୱାର ନାହିଁ, ଆମମାନଙ୍କର ଏଇ ଜଗତର ଟେମ୍ପଟେସନ ବିରୁଦ୍ଧରେ ଯୁଦ୍ଧ ଅଛି, ଆମମାନଙ୍କର ବେମାରୀ ଯୋଉ ହେଲ୍ଥ ସମସ୍ୟା ଉପରେ ଯୁଦ୍ଧ ଅଛି, ଆମମାନଙ୍କର ଚାକିରି ସମସ୍ୟା ଉପରେ ଯୁଦ୍ଧ ଅଛି, ଆମର ଆର୍ଥିକ ସମସ୍ୟା ଉପରେ ଯୁଦ୍ଧ ଅଛି। ଏଇ ଯୋଉ ଆମ ଜୀବନର ଯୋଉ ଷ୍ଟ୍ରଗଲ, ଆମମାନଙ୍କର ଜୀବନର ଯୋଉ ସମସ୍ୟା, ପାରିବାରିକ ସମସ୍ୟା, ଅନେକ ପ୍ରକାର ସମସ୍ୟା ଆମମାନଙ୍କ ଜୀବନରେ ଅଛି। କେହି କହିପାରିବନି ଯେ ଆମ ଜୀବନରେ ସମସ୍ୟା ନାହିଁ। ମଣିଷ ମାତ୍ରକେ ଏ ଜଗତରେ ଯେତେବେଳେ ଅଛୁ, ଆମମାନଙ୍କୁ ଏଇ ସବୁ ସମସ୍ୟା ଦେଇକି ଆମକୁ ଗତି କରିବାକୁ ପଡିବ। ଆମକୁ ଜଗତରେ ରହି ଏଇ ସବୁକୁ ଫେସ୍ କରିବାକୁ ପଡିବ। କିନ୍ତୁ ଆମର ଶକ୍ତିଦାତା ପରମେଶ୍ୱର ଆମ ସହିତ ଅଛନ୍ତି ଏ ଯୁଦ୍ଧ ଲଢିବା ପାଇଁ। ଆଜି ବି ସେ ଆମକୁ କହୁଛନ୍ତି କି ଆମେ ଯେତେବେଳେ ତାଙ୍କ ପାଖରେ ସରେଣ୍ଡର କରିବା, ସେ ଆମମାନଙ୍କୁ ସେଇ ଗୋଟେ କଥା କହୁଛନ୍ତି, ଏ ଯୁଦ୍ଧ ତୁମମାନଙ୍କର ନୁହେଁ, ଏ ଯୁଦ୍ଧ ପରମେଶ୍ୱରଙ୍କର। ଆଜି ବି ଆମମାନଙ୍କୁ କହୁଛନ୍ତି,
तू कहीं चिंता करचु जेतेबेले आमे निज निजको निज निजर जहा किछि समस्या अछि आमे जेतेबेले सदाप्रभु कटारे सरेंडर करिबा नम्रतार सहित प्रार्थना रे लागि रहिबा तांको आडको दृष्टि करिबा आज मध्य हमर जीवंत परमेश्वर से दिन जिहोशाफाटଙ୍କ संगे थिले आज आम संगे अछंती से हमर इमानुएल परमेश्वर से आमनक सहित अछंती से दिन तांकर सहित थिले से आज भी से सदा काल समान से सबुदिन समान से दिन ताकू जेंती प्रॉमिस करथिले ए युद्ध तुमर नहीं मोर बोली आज आमको भी कहउचंती काई चिंता करछो तम परिवार चिंता तुमर आर्थिक समस्या चिंता तुमर आज चाकरी प्रॉब्लम चिंता पाठ पढ़ार चिंता हेल्थ कंडीशन र चिंता आउरी अनेक प्रकार मानकर जागतिक समस्या ये समस्या तोर नुहे कि तोर परिवार नुहे मोर मोर ये समस्या मोर मु तो पई अछि मु तो पई युद्ध करूची मु तो ये समस्या फेस करिबी सदाप्रभु परमेश्वरଙ୍କର प्रॉमिस को सब बेले आमे माने मने पकेबा तापरे आमे एई जो वाक्य पढिला जिहोशाफाटଙ୍କର जो घटनावली ता भितरु आमे आज 5टा पॉइंट को देखिबा प्रथम पॉइंट आमे तांकोटु सिखिबा संकट समय रे प्रभु को प्रथम खोजिबा जेंती राजा जिहोशाफाट निजर शक्ति से गोटे पावरफुल किंग थिले तांकर गोटे लार्ज सेना बाहिनी थिले किंतु राजा जिहोशाफाट तांकर नियरेस्ट नाइबरिंग किंगडम माने भी तांकर सपोर्ट रे थिबे संग साथी थिबे जणे जनकर सहाय्य पई डाकंती राजा माने भी सेठी जेंती युद्ध करिया पई एगेंस्ट रे आसुचंती मिसी के आसुचंती किंतु राजा जिहोशाफाट निजर शक्ति उपरे ना सैन्य बाहिनी उपरे भरोसा करि नथिले पूर्ण हृदय रे सदाप्रभुଙ୍କ पाखको से दौड़ी जाउछंती तांकर सहाय्य लोडुचंती राजा भयभीत हेले साधारण कथा भयभीत हेबे जे भी हेबा आमे भी मने अमनकर जदि परिस्थिति सिचुएशन खराब आसे अमनक मन रे भी भय आसे किंतु आमने मानवीय सहाय्य ए जागतिक सहाय्य कोनोसी अर्थ कोनोसी मनुष्य ऊपर आमने निर्भर करबा नै से सहाय्य आमे प्रथम लोडिबा नै प्रथम आमे सदा प्रभु को खोजिबा सदा प्रभु को पाख को प्रथम जाइके तांको पाखरे आंठे पड़िबा हमर समस्या प्रथम तांको जणे देबा सेकंड पॉइंट देखिबा भय को विश्वास रे बदलेबा आमने राजा जिहोशाफाट भय कले आक्रमण खबर सुनी जेतेबेले से भय कले से भय रे से पलायन कलेनी कोडी लुचि गलेनी ना सरेंडर करि गलेनी सेई भय राजा को दुर्बल करि नथिला किंतु सेई भयटा आमे देखुचु से भय जगु से सदा प्रभु को निकट को जाउछंती से भय सदा प्रभु को निकट को तांको नै गला आम जीवन रे जेतेबेले कोनोसी विषय रे भय आसे आमन को जीवन रे अनेक विषय रे भय आसे सेई भय कोन आमन को हताश आड़ को नउची ना निराश आड़ को नउची ना दुख हताश रे भांगी पडुछु कि आमने आमनकर भरोसा सदा प्रभु आमनकर भरोसा परमेश्वर सब बेले मने रखिबा सदा प्रभु सबुदिन समान से दिन जिहोशाफाट को जो प्रॉमिस करथिले आज आमन को से प्रॉमिस करछंती तो आमे सदा प्रभु परमेश्वर को पाख को दौड़ी जिबा आमनकर भय को विश्वास रे बदलेबा आ तांको पाख को आमनकर जो दृढ़ विश्वास से आमनकर से भय विश्वास रे बदलेबा काइना आम पाखरे सदा प्रभु अछंती से कहिसंती भय करने आम्भे तुम सहित अछु सेई प्रॉमिस अनेक प्रॉमिस अछि आमको पाखरे बाइबल भय करने मने पकेबा काइना सदा प्रभुଙ୍କର कथा चिरंतन सत्य सब बेले मने पकेबा प्रथम देखिला संकट समय आम माने सदा प्रभु को खोजिबा सेकंड आमे देखुछु भय को विश्वास रे बदलै दबा थर्ड आमे देखिबा जे आमे उपवास और प्रार्थना रो शक्ति को आमे देखुछु जिहोशाफाट समस्या समय रे जिहुदावासी को डाकुचंती एकाठी करौचंती आउ सर्वत्र उपवास घोषणा करौचंती उत्तर पाइबा पई आउ साहाय्य पाइबा पई एई घटना रो आमे देखुछु जे राजा निजर सामरिक शक्ति उपरे निर्भर करि नथिले किंतु ईश्वरंकर शक्ति उपरे संपूर्ण भाबरे निर्भर करिथिले राजा केवल निजे नुहे समग्र जिहुदावासी सदा प्रभुଙ୍କ उपरे निर्भर कले आउ साहाय्य मागिले ए घटना आमे देखुछु जे आम जीवन रे जेते बड़ समस्या आसी जाऊ समस्या आसीबो ही आसीबो गोटे समस्या सॉल्व होला माने आ गोटे समस्या आसीबो ही आसीबो
ଯେତେବେଳେ ଆମେ ଜଗତରେ ଅଛୁ ଶୟତାନ ସବୁବେଳେ ଚେଷ୍ଟା କରିବ ଆମକୁ ପ୍ରଭୁଙ୍କ ଠାରୁ ଦୂରେଇବା ପାଇଁ। ଆମେ ଯେମିତି ପ୍ରେୟାର ଲାଇଫ ମେଣ୍ଟେନ ନ କରୁ ବୋଲି ବି ଅନେକ ପ୍ରକାର ସମସ୍ୟା ଆଣିକି ଆମମାନଙ୍କ ମଧ୍ୟରେ ରଖିବ। କିନ୍ତୁ ଆମମାନେ ବ୍ୟସ୍ତ ହେବା ଦରକାର ନାହିଁ। ଆମମାନଙ୍କର ଶକ୍ତିଦାତା ପରମେଶ୍ୱର ଆମଙ୍କ ସହିତ ଅଛନ୍ତି। ସେୟା ଆମେ ତାଙ୍କ ଠାରେ ଯେତେବେଳେ ନିର୍ଭର କରିବା, ତାଙ୍କ ଠାରେ ପ୍ରାର୍ଥନାର ଲାଇଫ କାଟିବା, ତାଙ୍କ ସାଙ୍ଗରେ ଗୋଟେ ଗୁଡ ରିଲେସନ ରଖିବା, ଆମମାନଙ୍କର ପ୍ରଭୁଙ୍କ ସହିତ ସବୁବେଳେ ପ୍ରାର୍ଥନାର ଲାଇଫ କାଟିବା, ତାଙ୍କ ସହିତ ଲାଗି ରହିବା, ତାଙ୍କ କଥା ଶୁଣିବା, ବାଇବେଲ ପଢିବା, ତାଙ୍କର ଭଏସକୁ ଶୁଣିବା, ଆମେ ତାଙ୍କ ସହିତ କଥା କହିବା, ଫାଷ୍ଟିଂ ରହିବା, ଆଉ ପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗିବା। ଆଉ ଆମେ ଦେଖୁଛୁ ଯେ ଯେତେ ବଡ ସମସ୍ୟା ହଉ, ଏଇ ଉପବାସ ଆଉ ଉତ୍ସର୍ଗୀକୃତ ପ୍ରାର୍ଥନା ହଉଛି ଆମମାନଙ୍କର ସର୍ବଶ୍ରେଷ୍ଠ ଅସ୍ତ୍ର। ଆମେ ସମସ୍ତେ ଆସ୍ୱାଦନ କରି ଦେଖିଅଛୁ ଆମର ସଦାପ୍ରଭୁ ମଙ୍ଗଳମୟ ଆଉ ଆମମାନଙ୍କର ପ୍ରାର୍ଥନାର ସେ ଉତ୍ତର ଦେଇଥାନ୍ତି। ତାଙ୍କର ସମୟରେ ସେ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦେବେ। ଆମକୁ ବିଶ୍ୱାସରେ ଦୃଢ ଭାବରେ ତାଙ୍କ ନିକଟରେ ଲାଗି ରହିବା, ଫାଷ୍ଟିଂ କରିବା। ଆଉ ଫାଷ୍ଟିଂର ସମୟକୁ କୌଣସି ପ୍ରକାରେ ବେକାରରେ ଯିବାକୁ ଦେବାନି। ଯଦି ଆମେ ଫାଷ୍ଟିଂ ଅଛୁ ସେଇ ସମୟକୁ ସଦାପ୍ରଭୁଙ୍କ ନିକଟରେ ଲାଗି ରହିବା, ତ ସେଇ ଫାଷ୍ଟିଂର ଦିନଟା ଉପଯୁକ୍ତ ହିସାବରେ କଟିପାରିବ। ସଦାପ୍ରଭୁଙ୍କ ନିକଟରେ ସେଥିପାଇଁ ସେ ପ୍ରାର୍ଥନା ଆଉ ଫାଷ୍ଟିଂର ଶକ୍ତିଟାକୁ ଆମେ ଅନୁଭବ କରିବା। ଆଉ ପ୍ରଭୁ ଆମମାନଙ୍କୁ ସେଇ ଆମମାନଙ୍କର ସବୁ ସମସ୍ୟାରୁ ଆମମାନଙ୍କୁ ଉଦ୍ଧାର କରିବେ, ସାହାଯ୍ୟ କରିବେ। ଆଉ ଆମେ ଗୋଟେ ଫୋର୍ଥରେ ଦେଖୁଛୁ ଗୋଟେ ଏକତା ଆଉ ଗୋଷ୍ଠୀର ପ୍ରାର୍ଥନା। ଗୋଟେ ସେମାନେ ମିଶିକି ପ୍ରାର୍ଥନା କଲେ। ଦେଖୁଛୁ ଯେ କେବଳ ରାଜା ପ୍ରାର୍ଥନା କରୁନାହାନ୍ତି, ସେ ଜିହୁଦାବାସୀକୁ ଏକାଠି କରି ପକଉଛନ୍ତି। ଆଉ ପ୍ରାର୍ଥନା କର, ସମସ୍ତେ ଉପବାସ କର, ପ୍ରାର୍ଥନା କର ବୋଲି କହୁଛନ୍ତି। ସମସ୍ତେ ଏକାଠି ହୋଇକି ସଦାପ୍ରଭୁଙ୍କୁ ସାହାଯ୍ୟ ମାଗୁଛନ୍ତି। ସେମାନେ କହୁଛନ୍ତି କି ଆମମାନେ କିଛି କରିପାରିବୁନି, ଆମମାନଙ୍କର ଆମମାନଙ୍କର ପାଖରେ ଆମେ ନିଜ ନିଜକୁ ସରେଣ୍ଡର କରୁଛନ୍ତି, କୌଣସି ପରାକ୍ରମ ନାହିଁ କହୁଛନ୍ତି, ଆଉ ଈଶ୍ୱରଙ୍କଠୁ ସାହାଯ୍ୟ ମାଗୁଛନ୍ତି। କିନ୍ତୁ ଏକଲା ନାହିଁ, ଗ୍ରୁପ ହେଇକି ଯାଉଛନ୍ତି। ସମସ୍ତେ ଏକତ୍ର ହୋଇ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗୁଛନ୍ତି। ଯେତେବେଳେ ଆମ ଜୀବନରେ ସମସ୍ୟା ଆସେ, ଆମର ଯଦି ପାରିବାରିକ ସମସ୍ୟା ହେଇଛି, ଆମ ପରିବାରର ସମସ୍ତେ ଏକାଠି ମିଶି ପରମେଶ୍ୱରଙ୍କ ଠାରୁ ସାହାଯ୍ୟ ମାଗିବା, ଆଉ ସେ ନିଶ୍ଚୟ ଉତ୍ତର ଦେବେ। ଆଉ ଯେତେ ମାଣ୍ଡଳିକ ସମସ୍ୟା ଆସିଥାଏ, କି ଦେଶ କି ଜାତିର ସମସ୍ୟା ଆସିଥାଏ, ଆମମାନେ ମାଣ୍ଡଳିକ ଭାବରେ ପ୍ରାର୍ଥନା କରିବା, ଫାଷ୍ଟିଂ ରହିବା, ଆଉ ତାଙ୍କଠୁ ସାହାଯ୍ୟ ମାଗିବା। ଆଉ ସଦାପ୍ରଭୁ ପରମେଶ୍ୱର ଆମମାନେ ଏକତାରେ ରହି ଯୋଉ ପ୍ରାର୍ଥନା କରୁ, ତାହା ଆମର ସେଇ ପ୍ରାର୍ଥନା ଆମମାନଙ୍କର ଶୁଣିକି ସେ ଉତ୍ତର ଦିଅନ୍ତି। ଆଉ 5 ନମ୍ବର ପଏଣ୍ଟରେ ଦେଖୁଛୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କରିବା। ଆମେ ଯେତେବେଳେ ନମ୍ର ଭାବରେ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବା, ପ୍ରଭୁ ଆମର ପ୍ରାର୍ଥନା ଶୁଣିବେ। ଯେତେବେଳେ ରାଜା ଜିହୋଶାଫାଟ ନିଜେ ଆଉ ସମଗ୍ର ଜିହୁଦାବାସୀ ସଦାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରୁଛନ୍ତି। ଆଉ ଆମେ କେମିତି ଜାଣିଲା? 12 ନମ୍ବର ପଏଣ୍ଟରେ ସେ ଲେଖା ହେଇଛି, ଆମର କୌଣସି ପରାକ୍ରମ ନାହିଁ, କୌଣସି ପରାକ୍ରମ ନାହିଁ। ମାନେ ନିଜର ଅସହାୟତାକୁ ସେ ପ୍ରଭୁଙ୍କ ନିକଟରେ ଦେଇ ଦଉଛନ୍ତି। ସେ ନିଜକୁ ସମର୍ପଣ କରିଦଉଛନ୍ତି, ଦେଶବାସୀ ନିଜକୁ ସମର୍ପଣ କରିଦଉଛନ୍ତି। ଜିହୁଦାବାସୀ ସଦାପ୍ରଭୁଙ୍କ ନିକଟରେ ଯୋଉ ସମର୍ପଣ କଲେ, ଆଉ କହିଲେ କି ସଦାପ୍ରଭୁ ତୁମ୍ଭ ପ୍ରତି ଆମ୍ଭର ଦୃଷ୍ଟି ଅଛି। ତୁମ୍ଭ ପ୍ରତି ଆମକୁ କଣ କରିବାକୁ ହେବ ଏହା ଆମେ ମାନେ ଜାଣୁନାହୁଁ, କେବଳ ତୁମ୍ଭ ପ୍ରତି ଆମର ଦୃଷ୍ଟି ଅଛି। ସେତେବେଳେ ଏଇ ସବୁ ବିଷୟ ଯେତେବେଳେ ଆମମାନଙ୍କ ଜୀବନରେ କୌଣସି ବି ସମସ୍ୟା ଆସୁଛି, ଆମେ ଯୋଉ କୋଉ ପରିସ୍ଥିତି ଦେଇକି ଆମେ ଗତି କରୁଛୁ, କୌଣସି ପ୍ରୋବ୍ଲେମ ଭିତରେ ଦେଇକି ଆମେ ଯେତେବେଳେ ଗତି କରୁଛୁ, ଆମେ ମଧ୍ୟ ନିଜର ଅସହାୟତାକୁ ସ୍ୱୀକାର କରିବା, ନମ୍ର ଭାବରେ ସଦାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା, ଈଶ୍ୱରଙ୍କୁ ଖୋଜିବା, ପ୍ରଭୁ ଆମକୁ ପଥ ଦେଖେଇବେ। ଆଉ ଆମମାନେ କହିବା, ପ୍ରଭୁ ଆମମାନେ କଣ କରିବୁ ଆମେ ଜାଣୁନାହୁଁ, ପ୍ରଭୁ ଆମମାନଙ୍କୁ ତୁମେ ସାହାଯ୍ୟ କର, ଆମର ଦୃଷ୍ଟି ତୁମ ଉପରେ ଅଛି। ଏ ବାକ୍ୟକୁ ଆମେ ବି ଘୋଷଣା କରିବା, ପ୍ରଭୁ ତୁମେ ପ୍ରମିସ କରିଛ ଆମକୁ ସାହାଯ୍ୟ କରିବ, ଆମମାନଙ୍କର ଦୃଷ୍ଟି ତୁମ ଉପରେ ଅଛି, ତୁମେ ଆମକୁ ସାହାଯ୍ୟ କର। ଆମେ ସଦାପ୍ରଭୁ ସେଦିନ ଜିହୋଶାଫାଟ ଯେମିତି କରିଥିଲେ, ଆମେ ମଧ୍ୟ ତାଙ୍କଠୁ ଏଇ ସବୁ ବିଷୟ ଯେମିତି ସଙ୍କଟ ସମୟରେ ପ୍ରଭୁଙ୍କୁ ଖୋଜିବା, ଭୟକୁ ବିଶ୍ୱାସରେ ବଦଳେଇ ଦେବା, ତାପରେ ଉପବାସ ଆଉ ପ୍ରାର୍ଥନାର ଶକ୍ତିକୁ ଅନୁଭବ କରିବା, ଆଉ ଏକତା ଆଉ ଗୋଷ୍ଠୀ ପ୍ରାର୍ଥନା ପ୍ରଭୁ କେମିତି ଶୁଣନ୍ତି ଆମେ ଦେଖିଲୁ। ଆମେ ଦେଖୁଛୁ କେମିତି ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରୁଛନ୍ତି, ସେମିତି ଆମେ ବି ସମର୍ପଣ କରିବା, ଆଉ ସଦାପ୍ରଭୁଙ୍କ ଠାରୁ ଉତ୍ତର ପାଇବା। ଆମେ ଯେତେବେଳେ ଦେଖୁଛୁ ବାଇବେଲରେ ଅନେକ କ୍ୟାରେକ୍ଟର ଆମେ ପଢିଛୁ,
ତା ଭିତରୁ 2-3ଟା କ୍ୟାରେକ୍ଟର ଆମେ ଖାଲି ଶୁଣିବା, ଯେମିତିକି ଏଷ୍ଟର ରାଣୀ ନିଜର ସାହାଯ୍ୟ ମାଗିବା ପାଇଁ ଆମେ ଯେତେବେଳେ ଏଷ୍ଟର ପୁସ୍ତକ ପଢୁଛୁ, ସମସ୍ତେ ପଢିଛନ୍ତି। ଯେତେବେଳେ ଯିହୁଦୀ ମାନଙ୍କୁ ସମୂଳେ ବିନାଶ କରିବା ପାଇଁ ଯୋଜନା କଲା ହାମନ, ଏଷ୍ଟର ମଧ୍ୟ ଭୟଭୀତ ହୋଇଯାଇଥିଲେ। କିନ୍ତୁ ରାଣୀ ଦୁଃଖରେ ଭାଙ୍ଗି ପଡିଲେଣି। ଏଷ୍ଟର ରାଣୀ ଦୁଃଖରେ ଭାଙ୍ଗି ପଡିଲେ ନାହିଁ। ସେ ଉପବାସ ଆଉ ପ୍ରାର୍ଥନା କରି ସଦାପ୍ରଭୁଙ୍କ ନିକଟକୁ ଯାଉଛନ୍ତି। ଆଉ 3 ଦିନ ଯାଏ ଉପବାସ ଆଉ ପ୍ରାର୍ଥନା କରୁଛନ୍ତି। ଆଉ ଲୋକମାନେ ସମସ୍ତେ ମିଶି ପ୍ରାର୍ଥନା କଲେ ଆଉ ଉତ୍ତର ପାଇଥିଲେ ସେଦିନ। ଏଜ୍ରା ମଧ୍ୟ ସେମିତି ପ୍ରାର୍ଥନା କରିଥିଲେ। ଏଜ୍ରା ନିଜର ପରିବାର ପାଇଁ, ଯିହୁଦୀ ଯୋଉ ଇସ୍ରାଏଲୀୟ ମାନଙ୍କର ପରିବାର ପାଇଁ, ଧନ ସମ୍ପତ୍ତି ପାଇଁ, ସେଇ ସୁରକ୍ଷା ପାଇଁ ପ୍ରଭୁ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗିଥିଲେ ଆଉ ଉପବାସ ଘୋଷଣା କରିଥିଲେ ଆଉ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ପାଇଥିଲେ। ହିଜକିୟ ମଧ୍ୟ ଯେତେବେଳେ ଅସୁରିଆ ରାଜା ସନହେରିବ ଜେରୁସାଲେମକୁ ଧମକ ଦେଇଥିଲେ, ହିଜକିୟ ସେଇ ଚିଠିଟାକୁ ନେଇକି ସଦାପ୍ରଭୁଙ୍କ ସମ୍ମୁଖରେ ମେଲେଇ ଦଉଛନ୍ତି ଆଉ ପ୍ରାର୍ଥନା କରୁଛନ୍ତି କି ଏଇ ଚିଠି ଆସିଛି, ସନହେରିବ ଦେଇଛନ୍ତି। ସେ ଚିଠି ସଦାପ୍ରଭୁଙ୍କ ପାଖକୁ ନେଇକି ସଦାପ୍ରଭୁଙ୍କ ସମ୍ମୁଖରେ ମେଲା କରିକି ରଖି ଦଉଛନ୍ତି ଆଉ ପ୍ରାର୍ଥନା କରୁଛନ୍ତି। ଜିହୋଶାଫାଟ ପରି ହିଜକିୟ ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଥିଲେ ଆଉ ସେ ସାହାଯ୍ୟ ପାଇଥିଲେ। ଦାଉଦଙ୍କ ଜୀବନରେ ବି ଆମେ ଦେଖିଛୁ, ଯେତେବେଳେ ଶତ୍ରୁମାନେ ଦାଉଦଙ୍କୁ ଘେରି ଯାଇଥିଲେ, ସେତେବେଳେ ସେ ନିଜର ଭୟ ସମୟରେ ମଧ୍ୟ ପରମେଶ୍ୱରଙ୍କ ଠାରେ ନିର୍ଭର କରିଥିଲେ ଆଉ ଦାଉଦ ନିଜର ଭୟକୁ ବିଶ୍ୱାସରେ ପରିଣତ କରିଥିଲେ। ତ ଆଜିର ବାକ୍ୟ, ପ୍ରଭୁ ଆମମାନଙ୍କୁ ଆହୁରି ବିଶ୍ୱାସରେ ଦୃଢ ହେବା ପାଇଁ ସାହାଯ୍ୟ କରନ୍ତୁ। ପ୍ରଭୁ ଆମଙ୍କର ବିଶ୍ୱାସକୁ ଆହୁରି ଦୃଢ କରିଦିଅନ୍ତୁ। ପ୍ରଭୁ ଆମେ ଯେମିତି ଏଇ ଯୋଉ ଜିହୋଶାଫାଟଙ୍କର ଯୋଉ ସବୁ କାମ କଲେ ଆଉ ପ୍ରଭୁଙ୍କର ଆଶୀର୍ବାଦ ପାଇଲେ, ଏ ଯୁଦ୍ଧ ସଦାପ୍ରଭୁଙ୍କର, ପରମେଶ୍ୱର କହିଲେ ଏ ଯୁଦ୍ଧ ତୁମ୍ଭର ନୁହେଁ, ଏ ଯୁଦ୍ଧ ପରମେଶ୍ୱରଙ୍କର। ସେଇ ସମାନ କଥା ଆଜି ବି ଆମମାନଙ୍କୁ କହିଛନ୍ତି। ଆମେ ସବୁବେଳେ ମନେ ପକେଇବା, ସଦାପ୍ରଭୁ ସବୁଦିନ ସମାନ। ଆଜି ଆମମାନଙ୍କୁ ଯୋଉ ସମସ୍ତଙ୍କର ସମସ୍ୟା ସବୁ ଡିଫରେଣ୍ଟ ଟାଇପର, ସମସ୍ତଙ୍କର କିନ୍ତୁ ସମସ୍ୟା, ଆମେ ଯେତେବେଳେ ଜଗତରେ ଅଛୁ, ନିଶ୍ଚୟ ଆମମାନଙ୍କ ଜୀବନରେ କିଛି ନା କିଛି ପ୍ରୋବ୍ଲେମ ରହିଛି। ସେ ପ୍ରୋବ୍ଲେମକୁ ଆମେ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ସରେଣ୍ଡର କରିବା, ସମ୍ପୂର୍ଣ୍ଣ ଭାବେ ତାଙ୍କ ଉପରେ ନିର୍ଭର କରିବା, ଆମମାନଙ୍କର ଦୃଷ୍ଟି ସଦାପ୍ରଭୁଙ୍କ ଠାରେ ରଖିବା, ତାଙ୍କ ଉପରେ ନିର୍ଭର କରିବା ଆଉ ସଦାପ୍ରଭୁଙ୍କ ସହିତ ସମୟ କାଟିବା, ପ୍ରାର୍ଥନାର ଲାଇଫ, ବାକ୍ୟ ପଢିବା, ଧ୍ୟାନ କରିବା ଆଉ ଫାଷ୍ଟିଂ କରିବା, ଈଶ୍ୱରଙ୍କ ସହିତ ଲାଗି ରହିବା ଆଉ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗିବା। ସଦାପ୍ରଭୁ ସେଦିନ ଜିହୋଶାଫାଟ ପାଇଁ ଯେମିତି ଯୁଦ୍ଧ କଲେ, ଆମମାନଙ୍କ ମଧ୍ୟ ଆମମାନଙ୍କର ଏଇ ପ୍ରୋବ୍ଲେମରୁ ବାହାରିବା ପାଇଁ ସେ ୱେ ବାହାର କରିବେ। କାହିଁକିନା ସେ ହିଁ ପ୍ରମିସ କିପର, ସେ ହିଁ ୱେ ମେକର, ସେ ହିଁ ମିରାକଲ ୱାର୍କର। ସେଇ ସଦାପ୍ରଭୁ ଆମମାନଙ୍କ ସହିତ ଅଛନ୍ତି। ଆମମାନେ ହତାଶ ନିରାଶ କେବେ ବି ହେବାନି। ଆମମାନଙ୍କର ଭୟକୁ ବିଶ୍ୱାସରେ ବଦଳେଇବା। ଯେକୌଣସି ସମସ୍ୟା ଆସୁ, ପ୍ରଭୁ ଆମ ସହିତ ଅଛନ୍ତି। ଆଜିର ବାକ୍ୟ ମାଧ୍ୟମରେ ପ୍ରଭୁ ଆମମାନଙ୍କୁ ଆହୁରି ଷ୍ଟ୍ରଙ୍ଗ କରିଦିଅନ୍ତୁ। ଆମମାନେ ତାଙ୍କଠାରେ ଆହୁରି ସମର୍ପଣରେ ଜୀବନ କାଟିବା, ତାଙ୍କର ସହିତ ଲାଗି ରହିବା, ନମ୍ର ଭାବରେ ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା, ଆଉ ସେମାନଙ୍କୁ ଉତ୍ତର ଦେବା ପାଇଁ ସଦା ପ୍ରସ୍ତୁତ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଜି ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।